ଅସୁସ୍ଥ ହେଉଛି ଦେଖିବେ ପିଲାମାନେ ସବୁ ଏତେ ମୋଟା ହେଇଯାଇଥିବେ ନାଇଁ ମୋଟା କାହିଁ ହେଲେ ସେତିକି ଖାଦ୍ୟ ଆଉ ଜଣେ ଖାଇଲେ ମୋଟା ହେଉନି ସେତିକି ଖାଦ୍ୟ ଜଣେ ଖାଇଲେ ଏତେ ମୋଟା ହେଇଯିବ ତାମାନେ ସେ ଖାଦ୍ୟକୁ ଆମେ ଖାଦ୍ୟ କହିପାରୁ କିନ୍ତୁ ସେଇଟା ଡାଏଟ୍ କହିବା ନାହିଁ ମାନେ ଉତ୍ତମ ଖାଦ୍ୟ କହିବା ନାହିଁ ପିଲାଙ୍କ ପାଇଁ ସେଇ ଖାଦ୍ୟଟା ନିହାତି ଦରକାର ଏଇଟା କହିପାରିବା ନାହିଁ କିନ୍ତୁ ଆମେ କହିଦେଉଛୁ ସେ ପିଲାଙ୍କର ଆଗ୍ରହ ବଢ଼ୁଛି ଯେଉଁଟା ଖରାପ ଟିକେ ଖାଦ୍ୟ ଭଳିଆ ମାନେ କ'ଣ ସେ ଚଟପଟି ଖାଦ୍ୟ ଏଇଟା ଖାଇଲେ ତାକୁ ଟେଷ୍ଟ ଲାଗିବ ସେ ଖାଇବ ଆମେ ଯେଉଁଟା ଭଲ ଖାଦ୍ୟ ଦେବା ସେ ଖାଇବା ପାଇଁ ପସନ୍ଦ କରିବେ ନାହିଁ ଆଉ ସେଇ କାରଣରୁ ପିଲାଙ୍କର ଯେଉଁ ମୋଟାପଣ ହେଉଛି ଏଇଟା ଗୋଟେ ବହୁତ ବଡ଼ ଚିନ୍ତାଜନକ ଆଜି ଦିନରେ କରେଇ ଦେଉଛି ଇଏ କଥାକୁ ଦୃଷ୍ଟିରେ ରଖି ଆମ ଯଶସ୍ୱୀ ପ୍ରିୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ 2018 ମସିହାରୁ ଏ PM ପୋଷଣ ଯୋଜନାକୁ ଆରମ୍ଭ କରିଛନ୍ତି ଏଥିରେ ଗର୍ଭବତୀ ଓ ପ୍ରସୂତି ମହିଳା କିଶୋରୀ ଏବଂ 6 ବର୍ଷରୁ କମ୍ ବୟସର ଶିଶୁମାନଙ୍କ ପୋଷଣ ଉପରେ ଏଇ ଯେଉଁ PM ପୋଷଣ ଯୋଜନା ଉପରେ ସ୍ୱତନ୍ତ୍ର ଭାବରେ 2018 ମସିହାରୁ ତାକୁ ଧ୍ୟାନ ଦିଆଯାଉଛି ଆଉ ସେଥିପାଇଁ ମଧ୍ୟ ଏ କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହେଇଛି ଏହାଦ୍ୱାରା ପ୍ରାୟତଃ ଇଏ 7 ବର୍ଷ ଭିତରେ ଗୋଟିଏ ଭଲ ରେଜଲ୍ଟ ଦେଖିବା ପାଇଁ ମିଳୁଛି ଆପଣମାନେ ବି ସମସ୍ତେ ଅନୁଭବ କରୁଥିବେ ଏବେ ପିଲାମାନଙ୍କ ଭିତରେ ଏଇ ଯେଉଁ ପୁଷ୍ଟିକର ଖାଦ୍ୟ ଆଜି ପିଲାମାନଙ୍କ ପାଖକୁ ଯାଉଛି ଆଉ ଏହାଦ୍ୱାରା ଯେଉଁ ସର୍ଭେକ୍ଷଣ କରାଯାଉଛି ସର୍ଭେ ବି କରାଯାଉଛି ଯେ ବାସ୍ତବିକ ଏବେ ଯେଉଁ ପ୍ରକାରର ଖାଦ୍ୟ ଦିଆଯାଉଛି ସେ ଖାଦ୍ୟ ଦ୍ୱାରା ପିଲାମାନଙ୍କ ପାଖରେ ସ୍ୱାସ୍ଥ୍ୟ ପରୀକ୍ଷାରେ ସେମାନେ ସୁସ୍ଥ ରହୁଛନ୍ତି କି ନାହିଁ ପୋଷଣଯୁକ୍ତ ଖାଦ୍ୟ ଦେବା ଦ୍ୱାରା ସେମାନେ ସୁସ୍ଥ ଠିକ୍ ରହୁଛନ୍ତି କି ନାହିଁ ଏଥିରେ ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ 5ର ତଥ୍ୟ ଅନୁଯାୟୀ ଆପଣଙ୍କର ଯେଉଁ ରିପୋର୍ଟ ଯାହା ଆସିଛି ସେଥିରେ ପିଲାଙ୍କର ସଂଖ୍ୟା 38.4%ରୁ କମି 35.5% ହୋଇଛି ଅର୍ଥାତ୍ ପାଟି ଲାଗୁଥିବା ପିଲା ଏଇଟା କହୁଛନ୍ତି ପିଲାଙ୍କର ପାଟି ଲାଗିବା ଖନେଇ ଖନେଇ କଥା କହିବା ଠିକ୍ ଭାବରେ ସ୍ପଷ୍ଟ ଉଚ୍ଚାରଣ ନ କରିବା ସେଥିରେ ଏ ଖାଦ୍ୟ ବା ପୋଷଣଯୁକ୍ତ ଖାଦ୍ୟ ଦେବା କାରଣରୁ 38.4%ରୁ 35.5%କୁ ଇଏ କମିଛି ଦୁର୍ବଳ ପିଲାଙ୍କର ସଂଖ୍ୟା 21%ରୁ କମିକରି 19%କୁ ଇଏ କମି ଆସିଛି ଏହା ସହିତ ପିଲାଙ୍କର ସ୍ୱାସ୍ଥ୍ୟଜନିତ ବିଭିନ୍ନ ସୂଚକାଙ୍କ ମଧ୍ୟ ସବୁଥିରେ ତାଙ୍କର ସୂଚକାଙ୍କରେ ଉନ୍ନତି ଆସିପାରିଛି ଆମେ ସେମାନଙ୍କୁ ପୋଷଣଯୁକ୍ତ ଖାଦ୍ୟ ନିରନ୍ତର ଭାବରେ ଦେଉଥିବା କାରଣରୁ ପିଲାମାନଙ୍କର ପୁଷ୍ଟିହୀନତା ଦୂର କରିବା ପାଇଁ ଏହି ପୋଷଣ ଅଭିଯାନକୁ ଏକ ଜନ ଆନ୍ଦୋଳନରେ ପରିଣତ କରିବା ପାଇଁ ଉଦ୍ୟମ ମଧ୍ୟ ଇଏ ଆଜି ସର୍ବାନ୍ତକରଣରେ ଜାରି ରହିଛି ସେଥିପାଇଁ ପ୍ରତ୍ୟେକ ବର୍ଷ ଯାହା ଆଜି ଆମେ ପାଳନ କରୁଛନ୍ତି ପ୍ରତ୍ୟେକ ବର୍ଷ ମାର୍ଚ୍ଚ ଏବଂ ଅପ୍ରେଲ ମାସ ଭିତରେ 15 ଦିନ ଲଗାତାର ଭାବରେ ପୋଷଣ ପକ୍ଷ ପାଳନ କରାଯାଇ ଜନସାଧାରଣଙ୍କୁ ପୋଷଣ ସମ୍ବନ୍ଧୀୟ ବିଷୟବସ୍ତୁ ଉପରେ ଇଏ ବ୍ୟାପକ ଭାବରେ ସବୁଆଡ଼େ କରାଯାଉଛି ଯାହାକି ଏଠି ଆମେ ରାଜ୍ୟ ସ୍ତରରେ କଲା ପରେ ମଧ୍ୟ 30 ଜିଲ୍ଲାରେ 30 ଜାଗାରେ ହେଉଛି ଆଉ କିଛି ଜାଗାରେ ବି ସ୍ୱତନ୍ତ୍ର ଭାବରେ କରାଯାଉଛି ଏବଂ ଚଳିତ ବର୍ଷ ଅପ୍ରେଲ 8ରୁ 22 ତାରିଖ ପର୍ଯ୍ୟନ୍ତ 8ରୁ ଆରମ୍ଭ ହେଇଥିଲା 22ରେ ସମାପ୍ତ ହେବ ଆଜି ହେଲା 19 ତାରିଖରେ ତେଣୁ ଏଇ ଯେଉଁ କାର୍ଯ୍ୟକ୍ରମ ଚାଲିଛି ନିରନ୍ତର ଭାବରେ ପୋଷଣ ପକ୍ଷ ପାଳନ ଯେଉଁ କରାଯାଉଛି ଆଉ ଏ ବର୍ଷ 7ମ ପୋଷଣ ପକ୍ଷ ପାଳନ ଯେଉଁ କରାଯାଉଛି ଏହାଦ୍ୱାରା ନିଶ୍ଚିତ ଭାବରେ ଆଉ ଟିକେ ଅଧିକ ଆମ ପିଲାଙ୍କୁ ସଚେତନ କରିବା ପାଇଁ ବାପା ମାଙ୍କୁ ସଚେତନ କରିବା ପାଇଁ ଏବଂ ଆମର ଯେଉଁ ଅଙ୍ଗନବାଡ଼ି ଦିଦିମାନେ ବି ଅଛନ୍ତି ସେମାନେ ମଧ୍ୟ ଅଧିକ ଭାବରେ କ୍ରିୟାଶୀଳ ହୋଇ ସଚେତନ ହେଇକରି ଏହାକୁ ସଠିକ୍ ଢଙ୍ଗରେ ସଠିକ୍ ସମୟରେ କାର୍ଯ୍ୟକାରୀ କରିବା ପାଇଁ ଏ ଯେଉଁ ଗୁରୁତ୍ୱ କାମକୁ ଆମେ ତାକୁ ନିରନ୍ତର ଭାବରେ କରୁଛନ୍ତି ଏଣୁ ଉତ୍ତମ ପୋଷଣ ପାଇଲେ ପିଲାମାନେ ସୁସ୍ଥ ରହିବେ ଉତ୍ତମ ଛାତ୍ର ହୋଇପାରିବେ ଭଲ ପାଠ ପଢ଼ିବେ ଆଉ ଆଜି ସେହି ସମୟ ଯେତେବେଳେ ଆମେ ନିଜେ ପୋଷଣ ଉପରେ ସଚେତନ ଆଗେ ନିଜେ ହେବା ଆଉ ତାପରେ ଅନ୍ୟମାନଙ୍କୁ କରିବା ପିଲାମାନଙ୍କ ଉପରେ କାର୍ଯ୍ୟକାରୀ କରାଇବା ଆଉ ଏହା ହିଁ ହେଉଛି ସୁସ୍ଥ ମାନବ ସମାଜ ପାଇଁ ଗୋଟିଏ ପ୍ରଗତିଶୀଳ ଦେଶର ବହୁତ ବଡ଼ ଗୋଟିଏ